ସମସ୍ତଙ୍କୁ ଜୟ ମାତା କି। ଚାଲନ୍ତୁ ଆଜି ମାତା ରାନୀଙ୍କୁ ମନେ ପକାଇ ମାତାଙ୍କର ନାମ ନେଇ ଆରମ୍ଭ କରିବା ଆଜିର ଭିଡ଼ିଓ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ମାତା ରାନୀଙ୍କୁ ଆବାହନ କରିବା। ଜୟ ମା ଦୁର୍ଗା ସିଂହ ବାହିନୀ, ଜୟ ମା ଦୁର୍ଗା ସଙ୍କଟ ହାରିଣୀ। ତୁମେ ହିଁ ଗତି ମା, ତୁମେ ହିଁ ଶକ୍ତି, ସବୁ ବିପଦରୁ କରିଲ ଯେ ମୁକ୍ତି। ବିପଦେ ଦିଅ ନିଜ ଭକ୍ତଙ୍କୁ ଆଭା, ସଙ୍କଟେ ବିପଦେ ମା ତୁମେ ହୋଇଲ ଉଭା। ତୁମେ ହିଁ ଶିବାନୀ ମା, ତୁମେ ହିଁ ଭବାନୀ, ଜଗତ ଜନନୀ ମା ତୁମେ ଦୁର୍ଗତି ନାଶିନୀ। ଆଶ୍ୱିନ ମାସରେ ମା ପାଇଲ ତୁମେ ପୂଜା, ପୂଜା ମଣ୍ଡପରେ ଉଡ଼ିଲା ଧ୍ୱଜା। ସବୁ ମେଢ଼ ସାହି ହୋଇଲା ଯେ ସଜା, ଦଶହରା ଆସିଛି ନେଇ କେତେ ମଜା। ଶରତର ଆଗମନେ କାଶତଣ୍ଡି ଫୁଲର ଶୋଭା କି ମନଛୁଆ। ତା ସାଥେ ଧରାପୃଷ୍ଠେ ବିଜେ ହୁଅନ୍ତି ଆମ ମା ଦୁର୍ଗା। ମା ତୋ ଆଗମନେ ଖୁସି ଖେଳେ ଭକ୍ତମନେ, ନାଚି ଉଠେ ସହରଠୁ ଗାଁ। ପାପୀଙ୍କୁ ବିନାଶିବାକୁ ଆସିଛନ୍ତି ଆମ ମା ଦୁର୍ଗା। ହେ ମା ଶକ୍ତି ସ୍ୱରୂପିଣୀ, ତୁ ଏ ଭବସାଗରେ ପୂଜା ପାଇଥାଉ। କୋଟି ଭକ୍ତଙ୍କ ହୃଦୟେ ପାପର ମାତ୍ରା ଯେବେ ହୁଏ, ସଂସାରେ ଭାରି ଆବିର୍ଭାବ ନେଉ ତୁ ନାରାୟଣୀ ରୂପରେ। ମା'ର ମମତା ସ୍ନେହ ଓ ନିଃସ୍ୱାର୍ଥ ପ୍ରେମ ବର୍ଣ୍ଣନା କରିବାକୁ ଶବ୍ଦ କମ୍ ହେବ। ତ୍ୟାଗର ପ୍ରତିମୂର୍ତ୍ତି ସେ ସ୍ନେହମୟୀ ମା, ଶ୍ରଦ୍ଧାମୟୀ, କ୍ଷମାମୟୀ, ତୃପ୍ତିମୟୀ ମା। ଶାନ୍ତିମୟୀ କରେ ମଙ୍ଗଳ ସର୍ବଭବ, ସ୍ନିଗ୍ଧ ଓ ହୃଦୟ ଭରା କରୁଣା ଅର୍ଣ୍ଣବ। ଭିନ୍ନ ଭିନ୍ନ ରୂପେ ଧରାରେ ଅବତରେ, ମହାକାଳୀ ଲକ୍ଷ୍ମୀ ମା ପୁଣି ବାଗୀଶ୍ୱରୀ। ପୂଜା ନାମେ ମଣିଷ କରୁଛି କୁକର୍ମ, ପଶୁ ବଳି ଦେଇଣ କହିଥାଏ ଧର୍ମ। ରକ୍ତାକ୍ତମୟ ହୁଏ ସବୁଜ ଧରଣୀ, କେମିତି ସହିବ କୁହ ହିୟା ଜନନୀ। ସନ୍ତାନ ମଙ୍ଗଳାର୍ଥେ ଯିଏ ସଦାବ୍ରତୀ, ଗ୍ରହଣିବ କେମିତି ପୁତ୍ର ରକ୍ତ ଭେଟି। ଉଠ ଜାଗ୍ରତ ହୁଅ ମଣିଷ ସମାଜ, ବୁଦ୍ଧି ଥାଉ ଥାଉ କିଆଁ ବୁଦ୍ଧି ନ ରହିଲା ଭଳି କାମ କରୁଛୁ। ସରଳ ରୂପୀ ଅନ୍ତ ଶତ୍ରୁକୁ ଦିଅ ବଳି, ସନ୍ତୁଷ୍ଟ କର ମା'ଙ୍କୁ ଭକ୍ତି ଦୀପ ଜାଲି। ଆପଣଙ୍କର ଶ୍ରଦ୍ଧା ଭକ୍ତି ପ୍ରେମ ଆଦି ଭିନ୍ନ ଭିନ୍ନ ପୁଷ୍ପ ପୁଣି ଫଳ ନାନାଦି। ସ୍ତ୍ରୀ ଶକ୍ତିକୁ କରୁଥାଅ ସଭିଏଁ ସମ୍ମାନ, କନ୍ୟା ଭ୍ରୂଣ ହତ୍ୟା ରୋକି ବଢ଼ାଅ ମାନ। ସୁଖୀ ହେବ ଜନପଦ ଶ୍ରମିବ ଧାରା, ଦୈବୀ କୃପାରୁ ବହିବ ଅମୃତ ଧାରା। ଜୟ ମା ଜଗଦମ୍ବେ, ଜୟ ମା ଭବାନୀ। ତୁ ମା କେତେବେଳେ ଚଞ୍ଚଲା, କେତେବେଳେ ପୁଣି ସାରଳା। ତୁ ହିଁ ଜାୟା ଭଗିନୀ, ତୁ ହିଁ ମାୟା ଦୁଃଖ ହାରିଣୀ। ସମୟେ ସମୟେ ତୁ ଧ୍ୱଂସକାରିଣୀ, ଖୁସିର ଲହରୀ ନେଇ ଆସୁ ତୋରି ସାଥିରେ। ପୁଣି ଅନେକ କରନ୍ତି ଦୁଃଖ ତୋ ଜନମରେ। ପରିଣତେ ବୟସରେ ଲାଗେ କେତେ କଟକଣା, ପାଦ ଟିକେ ଖସିଗଲେ କେତେ ଯେ ବାରଣା। ଦୁନିଆ ପୂଜଇ ତତେ ବିଭିନ୍ନ ରୂପରେ, ସାଥିରେ ଯିଏ ଯନ୍ତ୍ରଣା ନା ପ୍ରକାରରେ। ଘରର ଲକ୍ଷ୍ମୀ ଭାବେ ଗଣା ତୁହିଁ ଦେଲୁ, ସବୁରି ଦୁଃଖକୁ ଆପଣାର କଲୁ। ତଥାପି ଏ ଦୁନିଆ ଦେଖେ ତୋତେ ବୋଝ ହିସାବରେ, ବାଣ୍ଟି ଯାଉ ସ୍ନେହ ପ୍ରେମର ଜୁଆର ବିଭିନ୍ନ ରୂପରେ। ପ୍ରତିବର୍ଷ ଦଶହରା ମାସରେ ମା'ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଏ। ପୁଣି ସହରରେ ସଡ଼କ ସବୁ ଲୋକଙ୍କ ଭିଡ଼ରେ ଭରିଯିବ। ପୁଣି ଲୋକ ତାର ପ୍ରକୃତ ଭକ୍ତ ଭଳି ଅଭିନୟ କରିବେ। ମନ୍ଦିର ଅଗଣାରୁ ରାସ୍ତା ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହେବେ। ପୁଣି ଧୂପ ଦୀପ ଚୂଡ଼ି ନୈବେଦ୍ୟ ତୋତେ ଅର୍ପଣ କରିବେ। ଆଉ ତୋର ଦର୍ଶନ କରି ଆଶୀର୍ବାଦ ସ୍ୱରୂପ ଯାହା ନିଜର ଦରକାର ମାଗିବେ। ଏସବୁ ଆଡ଼ମ୍ବର ସାରିବା ପରେ ସେଇଠୁ ବାହାରି ଯାଇ ଦେଖିବେ ରାସ୍ତା କଡ଼ରେ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଯେଉଁଠି ପରିସ୍ଥିତିର ବଶବର୍ତ୍ତୀ ହୋଇ କେବଳ ସ୍ୱଳ୍ପ ଅର୍ଥ ଉପାର୍ଜନ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗମଞ୍ଚ ସବୁ
ତିଆରି କରିଥାନ୍ତି ନୃତ୍ୟ ସବୁ ଦେଖିବା ପାଇଁ। ଯେଉଁମାନେ କିଛି ସମୟ ପୂର୍ବରୁ ଭକ୍ତି ଭାବରେ ଭାସିଗଲା ଭଳି ଅଭିନୟ କରୁଥିବେ ସେମାନେ ସେ ସମୟ ମୁହୂର୍ତ୍ତରୁ ବାହାରି ଯାଇ ଅନ୍ୟମନସ୍କ ହୋଇ ମଜା ମଜଲିସ୍ କରି ଚାଲିବେ। ମନ୍ଦିରରେ ଗୋଟିଏ ନାରୀ ଆଗରେ ମସ୍ତକ ନୁଆଇ ବାହାରକୁ ଆସି ଗୋଟିଏ ନାରୀକୁ ଦୁର୍ବ୍ୟବହାର ଦେଖାଉଥିବେ। ଆଉ ମା'କୁ କିଛି କରିବୁନି। ତୋର ଯେଉଁ ଉଗ୍ର ରୂପକୁ ମେଢ଼ରେ ମୂର୍ତ୍ତି ଭାବରେ ରଖି ପୂଜା କରୁଥିବେ ସେହି ଉଗ୍ର ରୂପର ପ୍ରଦର୍ଶନ କରିବୁନି। ମାଟିରେ ଗଢ଼ି ତୋତେ ପୂଜା କରିବେ। ତୁ ପୂଜା ପାଇବୁ ଦଶମୀ ପର୍ଯ୍ୟନ୍ତ। ଆଉ ପୁଣି ଭସାଣୀ ଯାତ୍ରାରେ ତୋ ଆଗରେ ଏସବୁ ଚାଲିଥିବ ଦେଖିବୁ। ଆଉ ତୋତେ ବିସର୍ଜନ କରିବା ପରେ ଯେଉଁ ମାଟିରେ ତୋତେ ଗଢ଼ିଥିବେ ସେହି ମାଟିରେ ପୁଣି ତୋତେ ମିଶାଇ ଦେବେ। ଜୟ ମା ଜଗଦମ୍ବେ। ତୋର ବହୁତ ଲୀଳା। ତୋର ଭକ୍ତମାନଙ୍କୁ ସବୁବେଳେ ଆଶୀର୍ବାଦ ଦେଇ ସାଙ୍ଗରେ ରଖିଥାଅ। ସବୁ ଦୁଃଖକୁ ନେଇ ସୁଖ ପ୍ରଦାନ କର। ମା ତୋତେ ପୂଜା କରି ପୁଣି ବିସର୍ଜନ କରିଦିଅନ୍ତି। ପୁଣି ଆର ବର୍ଷ ପୁଣି ଆବାହନ କରନ୍ତି। ଏହି ହେଲା ମନୁଷ୍ୟର ଲକ୍ଷଣ। ମନୁଷ୍ୟ ଜୀବନ ଆକୁଳରେ ବାର ବାର ତୋତେ ଡାକି ପୂଜା କରେ। ତାପରେ ଭକ୍ତ ହିସାବରେ ବହୁତ କିଛି ସେ କହିଯାଏ। ଯାହା କହେ ତୁ ଶୁଣିଯାଉ। ତାପରେ ପୂଜା ସାରି ତୋତେ ବିସର୍ଜନ କରିଦିଏ। ପୁଣି ଆର ବର୍ଷ ପୁଣି ସେପରି ଆବାହନ କରେ ପୂଜା କରେ ତାପରେ ବିସର୍ଜନ କରେ। ତାପରେ ତଥାପି ମା ଜଗଦମ୍ବା ମନୁଷ୍ୟକୁ ସବୁବେଳେ ସାହା ହେଉଛୁ। ସବୁବେଳେ ଆଶୀର୍ବାଦ ଦେଉଛୁ। ସିଧା ରାସ୍ତାକୁ ଚାଲିବାକୁ ରାସ୍ତା ଦେଖାଉଛୁ। ତଥାପି ମଣିଷ ସୁଧୁରି ଯାଉନି ବିଗିଡ଼ି ଯାଉଛି। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଜୟ ମାତା କି।